ଆଜିଙ୍କ୍ୟ ରାହାଣେ 2 ଦିନ ତଳେ ଇନ୍ଷ୍ଟାଗ୍ରାମରେ କାନ୍ଦି କାନ୍ଦି ପୋଷ୍ଟ କଲେ ଏବଂ ସମସ୍ତ ଫର୍ମାଟରୁ ଅବସର ନେଲେ। ଅବସର ପରେ ଏବେ ଚର୍ଚ୍ଚା ଲାଗିଛି ଯେ ଗୌତମ ଗମ୍ଭୀରଙ୍କ ପାଇଁ କୁଆଡ଼େ ଆଜିଙ୍କ୍ୟ ରାହାଣେ ଅବସର ନେଇଛନ୍ତି। ହଁ ଦର୍ଶକ ବନ୍ଧୁ, ସମ୍ପୂର୍ଣ୍ଣ ଖବର ଜାଣିବା ତାପରୁ ଚ୍ୟାନେଲ ସବସ୍କ୍ରାଇବ୍ କରନ୍ତୁ। ଚାଲନ୍ତୁ ଏବେ ସମ୍ପୂର୍ଣ୍ଣ ଜାଣିବା ଖବର। ଦର୍ଶକ ବନ୍ଧୁ, ଟିମ୍ ଇଣ୍ଡିଆରେ ଏବେ ଆଜିଙ୍କ୍ୟ ରାହାଣେକୁ ଆଉ ଦେଖିବାକୁ ମିଳୁନାହିଁ, କାହିଁକିନା ସେ ଏବେ ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। କିନ୍ତୁ IPL ଖେଳିବେ କି ନାହିଁ ତାହା ଏବେ ସ୍ପଷ୍ଟ ହୋଇନାହିଁ। କିନ୍ତୁ ଏଇଠି କି ଜଣାପଡ଼ୁଛି ଯେ ଟିମ୍ରେ ଆଜିଙ୍କ୍ୟ ରାହାଣେକୁ ସ୍ଥାନ ନ ମିଳିବା ପରେ ପୁଣି ଚର୍ଚ୍ଚାରେ ଟିମ୍ ଚୟନ। ସୋସିଆଲ ମିଡ଼ିଆରେ ଅନେକ ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କୁ ମଧ୍ୟ ଭୂମିକା ନେଇ ପ୍ରଶ୍ନ ଉଠାଇଛନ୍ତି। କିନ୍ତୁ ବାସ୍ତବରେ ଏହି ଚୟନ ପ୍ରକ୍ରିୟା କେମିତି ହୁଏ ଚାଲନ୍ତୁ ଜାଣିବା। ଟିମ୍ରେ ଆଜିଙ୍କ୍ୟ ରାହାଣେକୁ ସ୍ଥାନ ନ ମିଳିବା ପରେ ସୋସିଆଲ ମିଡ଼ିଆରେ ତୀବ୍ର ପ୍ରତିକ୍ରିୟା ଦେଖାଯାଇଛି। କିନ୍ତୁ ଫ୍ୟାନ୍ସଙ୍କ କହିବା କଥା ଯେ ଏହା ପଛରେ ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ଭୂମିକା ଥାଇପାରେ ବୋଲି ଚର୍ଚ୍ଚା ଲାଗିଛି। ତେବେ ଏହି ଦାବିକୁ ସମର୍ଥନ କରି କୌଣସି ଅଧିକୃତ ପ୍ରମାଣ ସାମ୍ନାକୁ ଆସିନାହିଁ। ଭାରତୀୟ କ୍ରିକେଟରେ ଦଳ ଚୟନର ଅନ୍ତିମ ନିଷ୍ପତ୍ତି ସାଧାରଣତଃ ଚୟନ କମିଟି ନେଇଥାଏ। କୋଚ୍ ଏବଂ ଅଧିନାୟକ ମତାମତ ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ମଧ୍ୟ ଖେଳାଳି କିମ୍ବା ବାଦର ସମ୍ପୂର୍ଣ୍ଣ ଦାୟିତ୍ୱ କେବଳ କୋଚ୍ଙ୍କ ଉପରେ ଥାଏ। ରାହାଣେ ଅନୁଭବ ଘରୋଇ କ୍ରିକେଟରେ ପ୍ରଦର୍ଶନ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଟିମ୍ ମ୍ୟାନେଜମେଣ୍ଟ ଭବିଷ୍ୟତ ରଖି ଯୁବ ଖେଳାଳିଙ୍କୁ ସୁଯୋଗ ଦେଇଛି ଏବଂ ଆଜିଙ୍କ୍ୟ ରାହାଣେକୁ ବସାଇଥିଲା ଦଳରେ ସ୍ଥାନ ଦେଉଥିଲା, ଯାହାଫଳରେ କି ଚର୍ଚ୍ଚା ଲାଗିଛି କି ଦଳରେ ସ୍ଥାନ ନ ମିଳିବା କାରଣରୁ ଆଜିଙ୍କ୍ୟ ରାହାଣେ ଅବସର ନେଇଛନ୍ତି। ସେହିପରି ରାହାଣେକୁ ଟିମ୍ରେ ସ୍ଥାନ ନ ମିଳିବା ପଛରେ ଗୌତମ ଗମ୍ଭୀରଙ୍କ ସିଧାସଳଖ ହାତ ଥିବା ଦାବି ଏପର୍ଯ୍ୟନ୍ତ ପ୍ରମାଣିତ ହୋଇନାହିଁ। ଅଧିକୃତ ଭାବେ ଏହା କୌଣସି ବିବୃତ୍ତି ମଧ୍ୟ ସାମ୍ନାକୁ ଆସିନାହିଁ। ତେଣୁ ସୋସିଆଲ ମିଡ଼ିଆ ଚର୍ଚ୍ଚା ଏବେ ବହୁତ କିଛି ପାର୍ଥକ୍ୟ ଦେଖାଯାଇଛି। ଦର୍ଶକ ବନ୍ଧୁ, ଆମେ ଏଠି କହିବାକୁ ଯେ ଗୌତମ ଗମ୍ଭୀରଙ୍କ ହାତରେ କିଛି ନଥାଏ, ଥାଏ ଚୟନ କମିଟି ଉପରେ। ଚୟନ କମିଟି 15 ଜଣିଆ ଖେଳାଳି ଦେଇଥାନ୍ତି। ତାଙ୍କ ଭିତରୁ ହେଡ୍ କୋଚ୍ ଏବଂ ଅଧିନାୟକ ମାତ୍ର 11ଟି ଖେଳାଳିଙ୍କୁ ନେଇ ଖେଳ ହୋଇଥାଏ। କିନ୍ତୁ ଦଳରେ ସ୍ଥାନ ନ ମିଳିବା ଏବଂ ଯୁବ ଖେଳାଳିକୁ ସ୍ଥାନ ଦେବା, ସିନିୟର ଖେଳାଳିଙ୍କୁ ବସାଇବା ଆଜିଙ୍କ୍ୟ ରାହାଣେ ପାଇଁ ହୋଇଥିଲା କି କାଳ, ଏହା ତ ଆମେ ଜଣାନାହିଁ। ଆପଣଙ୍କ କମେଣ୍ଟ କ'ଣ ନିଶ୍ଚିନ୍ତ ଜଣାନ୍ତୁ।